ସରସ୍ୱତୀ ପୂଜାରେ କରନ୍ତୁନି ଏହି ଭୁଲ, ସାରା ଜୀବନ ପସ୍ତେଇବେ। ଫେବୃଆରୀ 2 ତାରିଖରେ ଆସିବେ ବୀଣାପାଣି। ଏ ବର୍ଷ ମଧ୍ୟ ଅତି ଧୁମଧାମରେ ସରସ୍ୱତୀ ପୂଜା ପାଳନ ହେବ। ଏହି ପୂଜା ପାଇଁ ଲୋକଙ୍କ ମଧ୍ୟରେ ଏକ ଆବେଗ ଦେଖିବାକୁ ମିଳିଥାଏ। ସାରା ଦେଶରେ ସରସ୍ୱତୀ ପୂଜା ପାଳିତ ହୋଇ ଆସୁଛି। କଲେଜ, ସ୍କୁଲ ସହ ଅନେକ ପୂଜା କମିଟି ମଧ୍ୟ ସରସ୍ୱତୀ ପୂଜା ଆୟୋଜନ କରନ୍ତି। ତେବେ ବସନ୍ତ ପଞ୍ଚମୀ ବା ସରସ୍ୱତୀ ପୂଜାରେ କେତେକ ନିୟମ ମାନିବାକୁ ହିନ୍ଦୁ ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହାକୁ ନେଇକି ଅନେକ ଲୋକ ଅବଗତ ନଥାନ୍ତି। ସରସ୍ୱତୀ ପୂଜାରେ ଏଭଳି କିଛି ଛୋଟ ଭୁଲ ଯୋଗୁଁ ଲୋକଙ୍କୁ ସାରା ଜୀବନ ପସ୍ତିବାକୁ ପଡ଼ିଥାଏ। ବସନ୍ତର ଆଗମନ ପରେ ବସନ୍ତ ପଞ୍ଚମୀ ପାଳନ ହୁଏ। ଜ୍ଞାନ, କଳା ଓ ସଙ୍ଗୀତର ଦେବୀ ହେଉଛନ୍ତି ମା ସରସ୍ୱତୀ। ଜାଣନ୍ତୁ ବସନ୍ତ ପଞ୍ଚମୀରେ କ'ଣ କରିବା ଦରକାର, କ'ଣ କରିବା କଥା ନୁହେଁ। ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ଦିନରେ ମା ସରସ୍ୱତୀଙ୍କ ଆରାଧନା କରାଯାଇଥାଏ। ତେବେ ଚନ୍ଦ୍ର କ୍ୟାଲେଣ୍ଡର ଅନୁଯାୟୀ ଏହି ତିଥି ଭିନ୍ନ ମଧ୍ୟ ହୋଇପାରେ। ଏଣୁ କେତେକ ସ୍ଥାନରେ ଏହାକୁ ତିଥି ପରଦିନ ମଧ୍ୟ ପାଳନ ହୋଇପାରେ। ବସନ୍ତ ପଞ୍ଚମୀରେ ମା ସରସ୍ୱତୀଙ୍କୁ ମୋଦକ ଲଡ଼ୁ ଓ ହଳଦିଆ ଖେଚୁଡ଼ିରେ ଭୋଗ ଲଗାଇବା ବିଧି ରହିଛି। ସେହିଭଳି ମାଙ୍କ ଆରାଧନା ସମୟରେ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରିବା ଆବଶ୍ୟକ। କାରଣ ହଳଦିଆ ରଙ୍ଗ ଦେବୀ ମାଙ୍କ ଖୁବ୍ ପସନ୍ଦ। ସେହିଭଳି କେତେକ ସ୍ଥାନରେ ସରସ୍ୱତୀ ପୂଜାରେ ଗୁଡ଼ି ଉଡ଼ାଇବାର ପରମ୍ପରା ବି ରହିଛି। ବସନ୍ତ ପଞ୍ଚମୀରେ ଭୁଲରେ ବି ମାଙ୍କ ସ୍ତୁତି ବୋଲିବା କଥା ନୁହେଁ। ସେଦିନ ପିଆଜ, ରସୁଣ ବା ଆମିଷ ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଦିନ ଭୁଲରେ ବି କାହାରିକୁ ମିଛ କଥା କୁହନ୍ତୁ ନାହିଁ। ତାହା ସହିତ ମୋଦକ ଦ୍ରବ୍ୟର ମଧ୍ୟ ସେବନରୁ ଦୂରେଇକି ରହିବା ଆବଶ୍ୟକ। ବସନ୍ତ ଆଗମନର ପ୍ରତୀକ ହେଉଛି ବସନ୍ତ ପଞ୍ଚମୀ। ଏହାକୁ ମା ସରସ୍ୱତୀଙ୍କ ଜନ୍ମଦିନ ବି କୁହାଯାଏ। ହିନ୍ଦୁର ପୁରାଣ ମାନ୍ୟତା ଅନୁଯାୟୀ ଏହି ଦିନ ମାଙ୍କ ଜନ୍ମ ହୋଇଥିଲା। ଜ୍ଞାନ ଆହରଣ ପାଇଁ ମାଙ୍କ ଆରାଧନା କରାଯାଏ। ବନ୍ଧୁଗଣ, ଏହି ଭିଡ଼ିଓରେ ମୁଁ ଯାହା ବି କହିଲି ଏଇଟା ମୋ ନିଜସ୍ୱ କଥା ନୁହେଁ। ଏଇଟା ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ପ୍ରୟୋଗ ବା ବିଧି ଅପଣାଇବା ପୂର୍ବରୁ ବିଶେଷଜ୍ଞଙ୍କର ପରାମର୍ଶ ନିଅନ୍ତୁ।